Jasmine, Class 8 English Book, Unit 1, The Wit That Own Hearts, ହୃଦୟ ଜିତିଥିବା ଚତୁରତା ବା ବୁଦ୍ଧି। Let us do these activities before we read. ଆସନ୍ତୁ ପଢ଼ିବା ପୂର୍ବରୁ ଏହି କାର୍ଯ୍ୟଗୁଡ଼ିକୁ କରିବା। Read the short story given below. ତଳେ ଦିଆଯାଇଥିବା କ୍ଷୁଦ୍ର ଗପଟିକୁ ପଢ଼ନ୍ତୁ। Once Shiva and Parvati held a competition between their sons Ganesh and Kartikeya. ଥରେ ଶିବ ଏବଂ ପାର୍ବତୀ ସେମାନଙ୍କର ପୁତ୍ର ଗଣେଶ ଏବଂ କାର୍ତ୍ତିକେୟଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ରଖିଥିଲେ। They were given challenge to move around the world 3 times. ସେମାନଙ୍କୁ ସମଗ୍ର ପୃଥିବୀକୁ 3 ଥର ପ୍ରଦକ୍ଷିଣ ବା ଭ୍ରମଣ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା। The one who wins would receive the fruit of wisdom. ଯେ ଜିତିବ ସେ ଜ୍ଞାନର ସେହି ଦିବ୍ୟ ଫଳ ପାଇବ। କାର୍ତ୍ତିକେୟ with his peacock mount quickly set up. କାର୍ତ୍ତିକେୟ ନିଜର ବାହନ ମୟୂର ସହିତ ଶୀଘ୍ର ବାହାରି ପଡ଼ିଲେ। ଗଣେଶ on his mouse realized he could not compete with କାର୍ତ୍ତିକେୟ's speed. ଗଣେଶ ନିଜର ମୂଷିକ ବାହନ ଉପରେ ଥାଇ ଅନୁଭବ କଲେ ଯେ ସେ କାର୍ତ୍ତିକେୟଙ୍କ ଗତି ସହିତ ପ୍ରତିଯୋଗିତା କରିପାରିବେ ନାହିଁ। Instead, he moved around his parents ଶିବ and ପାର୍ବତୀ 3 times. ଏହା ବଦଳରେ ସେ ନିଜ ପିତାମାତା ଶିବ ଏବଂ ପାର୍ବତୀଙ୍କ ଚାରିପାଖରେ 3 ଥର ବୁଲିଗଲେ। He took them as his entire world. ସେ ସେମାନଙ୍କୁ ହିଁ ନିଜର ସମଗ୍ର ପୃଥିବୀ ବୋଲି ମାନିଥିଲେ। Pleased with his devotion and wisdom, ଶିବ and ପାର୍ବତୀ gave him the divine fruit. ତାଙ୍କର ଭକ୍ତି ଏବଂ ବୁଦ୍ଧିମତ୍ତାରେ ପ୍ରସନ୍ନ ହୋଇ ଶିବ ଏବଂ ପାର୍ବତୀ ତାଙ୍କୁ ସେହି ଦିବ୍ୟ ଫଳ ପ୍ରଦାନ କଲେ। Now discuss the reason why Ganesh was given the fruit of wisdom. ଏବେ ଗଣେଶକୁ କାହିଁକି ଜ୍ଞାନର ଫଳ ଦିଆଗଲା ସେହି କାରଣ ବିଷୟରେ ଆଲୋଚନା କର। ଗଣେଶଙ୍କୁ ଜ୍ଞାନର ଫଳ ଦିଆଗଲା କାରଣ ସେ ନିଜର ତୀକ୍ଷ୍ଣ ବୁଦ୍ଧି ଏବଂ ପିତାମାତାଙ୍କ ପ୍ରତି ଥିବା ଗଭୀର ଭକ୍ତିର ପରିଚୟ ଦେଇଥିଲେ। ଯେତେବେଳେ ସେ ଜାଣିଲେ ଯେ ସେ କାର୍ତ୍ତିକେୟଙ୍କ ଗତି ସହିତ ପ୍ରତିଯୋଗିତା କରିପାରିବେ ନାହିଁ, ସେ ନିଜର ପିତାମାତାକୁ ହିଁ ସମଗ୍ର ସଂସାର ମାନି ସେମାନଙ୍କ ଚାରିପାଖେ 3 ଥର ବୁଲିଗଲେ। ତାଙ୍କର ଏହି ଚତୁରତା ଏବଂ ସଂସ୍କାରରେ ପ୍ରସନ୍ନ ହୋଇ ଶିବ ପାର୍ବତୀ ତାଙ୍କୁ ବିଜେତା ଘୋଷଣା କରିଥିଲେ। ତାପରେ ଦେଇଛି work in pairs and answer the riddles that are given below. 2 ଜଣିଆ ଦଳ ହୋଇ କାର୍ଯ୍ୟ କରନ୍ତୁ ଏବଂ ତଳେ ଦିଆଯାଇଥିବା ପ୍ରହେଳିକା ବା ଧନ୍ଦାଗୁଡ଼ିକର ଉତ୍ତର ଦିଅନ୍ତୁ। Share the answers with your classmates and teacher. ଉତ୍ତରଗୁଡ଼ିକୁ ଆପଣଙ୍କର ସହପାଠୀ ଏବଂ ଶିକ୍ଷକଙ୍କ ସହ ବାଣ୍ଟନ୍ତୁ ବା କୁହନ୍ତୁ। Riddle 1. I can be a friend or a foe. ମୁଁ ଜଣେ ବନ୍ଧୁ କିମ୍ବା ଶତ୍ରୁ ହୋଇପାରେ। Depending on how you use me. ଏହା ମୋତେ ଆପଣ କିପରି ବ୍ୟବହାର କରୁଛନ୍ତି ତାହା ଉପରେ ନିର୍ଭର କରେ। I can bring both joy and pain. What I am. ମୁଁ ଉଭୟ ଆନନ୍ଦ କିମ୍ବା କଷ୍ଟ ଆଣିପାରେ ବା ଦେଇପାରେ। ମୁଁ କିଏ? ଆନ୍ସର୍ ହେବ words, ଶବ୍ଦ ବା କଥା। Riddle number 2. The more of me you take, the more you leave behind. What am I? ଆପଣ ମୋତେ ଯେତେ ଅଧିକ ନେବେ ସେତେ ଅଧିକ ପଛରେ ଛାଡ଼ିଯିବେ। ମୁଁ କିଏ? ଆନ୍ସର୍ ହେବ footsteps ବା ପାଦଚିହ୍ନ। Riddle number 3. I can be measured but I cannot be touched. ମୋତେ ମପାଯାଇପାରିବ କିନ୍ତୁ ଛୁଇଁ ହେବ ନାହିଁ। I can be spent but I cannot be saved. What am I? ମୋତେ ଖର୍ଚ୍ଚ କରିପାରିବ କିନ୍ତୁ ସଞ୍ଚୟ କରିପାରିବ ନାହିଁ। ମୁଁ କିଏ? ଆନ୍ସର୍ ହେବ ଟାଇମ୍ ବା ସମୟ। Riddle number 4. You see me in the water but I never get wet. What am I? ଆପଣ ମୋତେ ପାଣିରେ ଦେଖିପାରନ୍ତି କିନ୍ତୁ ମୁଁ କେବେ ଓଦା ହୁଏ ନାହିଁ। ମୁଁ କିଏ? ଆନ୍ସର୍ ହେବ ରିଫ୍ଲେକ୍ସନ୍ ବା ପ୍ରତିବିମ୍ବ ବା ଛାଇ। ତାପରେ ଦେଇଛି discuss in pairs. Number 1 question. Why are qualities like humor and wit important in a person? ଜଣେ ବ୍ୟକ୍ତି ମଧ୍ୟରେ ହାସ୍ୟରସ ବା କମେଡ଼ି ଏବଂ ବୁଦ୍ଧିମତ୍ତା ଭଳି ଗୁଣ ରହିବା କାହିଁକି ଗୁରୁତ୍ୱପୂର୍ଣ୍ଣ? ଆନ୍ସର୍. Having humor and wit is highly important in a person because it eases difficult situations, reduces mental stress and helps in solving life's problems with ease. ଜଣେ ବ୍ୟକ୍ତି ମଧ୍ୟରେ ହାସ୍ୟରସ ଏବଂ ବୁଦ୍ଧିମତ୍ତା ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା କଠିନ ପରିସ୍ଥିତିକୁ ସହଜ କରିଦିଏ, ମାନସିକ ଚାପ କମାଏ ଏବଂ ଜୀବନର ସମସ୍ୟାଗୁଡ଼ିକୁ ସହଜରେ ସମାଧାନ କରିବାରେ ସାହାଯ୍ୟ କରିଥାଏ। Number 2. Why do you think kings and queens preferred to have witty people among their
କୋଟେୟାର୍ସ ରାଜା ଏବଂ ରାଣୀମାନେ ସେମାନଙ୍କର ସଭାସଦନମାନଙ୍କ ମଧ୍ୟରେ ବୁଦ୍ଧିମାନ ଲୋକଙ୍କୁ ରଖିବାକୁ କାହିଁକି ପସନ୍ଦ କରୁଥିଲେ ବୋଲି ଆପଣମାନେ ଭାବୁଛନ୍ତି? ଆନ୍ସାର କିଙ୍ଗସ୍ ଆଣ୍ଡ କୁଇନ୍ସ ପ୍ରିଫର୍ଡ ଟୁ ହାଭ୍ ହୁଇଟି ପିପୁଲ ଲାଇକ୍ ବୀରବଲ ଅର୍ ତେନାଲି ରମନ in their court because they could provide clever solutions to complex political problems and keep the court atmosphere light and cheerful with their humor. ରାଜା ଏବଂ ରାଣୀମାନେ ସେମାନଙ୍କର ସଭାରେ ବୁଦ୍ଧିମାନ ଲୋକଙ୍କୁ ଯେପରି ବୀରବଲ କିମ୍ବା ତେନାଲି ରମଣ ଭଳିଆ ଲୋକଙ୍କୁ ରଖିବାକୁ ପସନ୍ଦ କରୁଥିଲେ କାରଣ ସେମାନେ ଜଟିଳ ରାଜନୈତିକ ସମସ୍ୟାର ଚତୁର ସମାଧାନ ଦେଇପାରୁଥିଲେ ଏବଂ ନିଜର ହାସ୍ୟରସ ଦ୍ୱାରା ରାଜସଭାର ପରିସରକୁ ହାଲୁକା ଓ ଆନନ୍ଦଦାୟକ କରି ରଖୁଥିଲେ। ନମ୍ବର 3 ଇଫ୍ ୟୁ ୱେଆର୍ ଆସ୍କ୍ଡ ଟୁ ସଲ୍ଭ ଏ ଡିସ୍ଏଗ୍ରିମେଣ୍ଟ ବିଟୱିନ୍ ଟୁ ପିପୁଲ ହ୍ୱାଟ୍ ଆପ୍ରୋଚ୍ ଉଡ୍ ୟୁ ଟେକ୍? ଯଦି ଆପଣଙ୍କୁ ଦୁଇ ଜଣଙ୍କ ମଧ୍ୟରେ ମତଭେଦ ଦୂର କରିବାକୁ କୁହାଯାଏ ତେବେ ଆପଣ କେଉଁ ପନ୍ଥା ଗ୍ରହଣ କରିବେ? ଆନ୍ସାର If I were asked to solve a disagreement between two people, I would first listen to both sides patiently. Then, without any bias, I would claim reason with them and try to find a middle ground or a mutual solution that satisfies both parties. ଯଦି ମୋତେ ଦୁଇ ଜଣଙ୍କ ମଧ୍ୟରେ ମତଭେଦ ଦୂର କରିବାକୁ କୁହାଯାଏ ତେବେ ମୁଁ ପ୍ରଥମେ ଧୈର୍ଯ୍ୟର ସହିତ ଉଭୟଙ୍କ କଥା ଶୁଣିବି। ତାପରେ କୌଣସି ପକ୍ଷପାତିତା ନ କରି ଶାନ୍ତି ଭାବରେ ସେମାନଙ୍କୁ ବୁଝାଇ ଏକ ମଧ୍ୟମ ସମାଧାନ ବାହାର କରିବାକୁ ଚେଷ୍ଟା କରିବି ଯେଉଁଥିରେ ଉଭୟ ରାଜି ହେବେ। ନମ୍ବର 4 ହାଭ୍ ୟୁ ଏଭର୍ ବିନ୍ ଇନ୍ ଏ ସିଚୁଏସନ୍ where a small misunderstanding lead a big problem? How was it solved? ଆପଣ କେବେ ଏପରି ପରିସ୍ଥିତିରେ ପଡ଼ିଛନ୍ତି କି ଯେଉଁଠି ଏକ ଛୋଟ ଭୁଲ ବୁଝାମଣା ବଡ଼ ସମସ୍ୟା ସୃଷ୍ଟି କରିଛି? ଏହାର ସମାଧାନ କିପରି ହେଲା? ଆନ୍ସାର Yes, once there was a misunderstanding between my friend and me over a toy, which led us to stop talking to each other. Later, when we sat down together and talked openly, we realized it was just a simple misunderstanding and we became friends again. ହଁ ଥରେ ମୋର ଏବଂ ମୋ ସାଙ୍ଗ ମଧ୍ୟରେ ଏକ ଖେଳଣାକୁ ନେଇ ଭୁଲ ବୁଝାମଣା ହୋଇଥିଲା ଯାହାଫଳରେ ଆମେ କଥାବାର୍ତ୍ତା ବନ୍ଦ କରିଦେଇଥିଲୁ। ପରେ ଯେତେବେଳେ ଆମେ ଏକାଠି ବସି ଖୋଲାଖୋଲି ଭାବରେ କଥା ହେଲୁ ସେତେବେଳେ ଜଣାପଡ଼ିଲା ଯେ ତାହା କେବଳ ଏକ ସାଧାରଣ ଭୁଲ ବୁଝାମଣା ଥିଲା ଏବଂ ଆମେ ପୁଣି ବନ୍ଧୁ ହୋଇଗଲୁ। ପରବର୍ତ୍ତୀ ଭିଡ଼ିଓରେ ଆମେ ଏହାର ବିଷୟଟିକୁ ପଢ଼ିବା ଏବଂ ଏହାର ରିଲେଟେଡ୍ କ୍ୱେଶ୍ଚନ୍ ଗୁଡ଼ିକ ଆଲୋଚନା କରିବା। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।